ରୂପସା କହିବେ, ଆରେ ଆପଣମାନେ ମୋତେ ଏମିତି ଆଶ୍ଚର୍ଯ୍ୟ ହୋଇକି କାହିଁକି ଦେଖୁଛନ୍ତି? ମୁଁ ମହାପାତ୍ର ବଙ୍ଗଳା ଭିତରକୁ ପୁଣି ଥରେ ଆସିସାରିଛି। ମହାପାତ୍ର ବଙ୍ଗଳାରେ ଏଠି ଅନେକ ସ୍ମୃତି, ଅନେକ ଅନୁଭୂତି। ମୁଁ ଠିକ୍ କହିଲି ନା ଆଣ୍ଟି? ଦିନ ଥିଲା ଏ ଘରୁ ମୋତେ ଧକ୍କା ମାରିକି ବାହାର କରାଯାଇଥିଲା। କିନ୍ତୁ ଏବେ ଏବେ ହେଉଛି ଏ ଘର ମୋର। ପୁରା ମହାପାତ୍ର ମେନସନ୍ ଏବେ ମୋର। ପୁଣି କହିବେ, ନିମ୍କି ଦେଖୁଛୁ କ'ଣ? ଯା। ତାପରେ ନିମ୍କି ବାହାରକୁ ଯିବେ। ତାପରେ ମମତା କହିବେ, ରୂପସା ତୁ କ'ଣ ଭୁଲିଗଲୁ? ମୁଁ ତୋତେ କହିସାରିଛି ତୁ ଏବେ ଆଦର୍ଶର ସାମ୍ନାକୁ ନ ଆସିବା ପାଇଁ। ତ ପୁଣି ଏଠିକି କାହିଁ ଚାଲି ଆସିଲୁ? ଏହାପରେ ରୂପସା କହିବେ, କମନ୍ ମମତା ଆଣ୍ଟି, ଆପଣ କାହିଁ ବ୍ୟସ୍ତ ହେଉଛନ୍ତି? ଆପଣ ତ ଜାଣିବା ଦରକାର ଆଣ୍ଟି, ଆପଣ ଯେତିକି ୱରିଡ୍ ନୁହନ୍ତି ତାଠୁ ଅଧିକ ୱରିଡ୍ ଆଦର୍ଶ ପାଇଁ ମୁଁ ଅଛି। ତେଣୁ ଏବେ କିଛି ଦିନ ପର୍ଯ୍ୟନ୍ତ ଆଦର୍ଶ ସାମ୍ନାକୁ ମୁଁ ଯିବିନି। କିନ୍ତୁ ମୁଁ ତ ଏଠି ରହିବି ନା, କାରଣ ଏ ଘର ମୋର। ଏ ଘରର ସବୁ ପ୍ରପର୍ଟି ଏବେ ମୋ ନାଁରେ। ଏଠି ଯଦି କେହି ବାହାର ଲୋକ ଥାନ୍ତି ତାହେଲେ ହେଉଛନ୍ତି ସବୁ ଆପଣମାନେ। ତେଣୁ ଏଠୁ ଯଦି କେବେ କାହାକୁ ଘରୁ ବାହାରକୁ ଯିବାର ହୁଏ ତାହେଲେ ସେମାନେ ହେଉଛନ୍ତି ଆପଣମାନେ। ତେଣୁ ଆପଣମାନେ ମୋତେ ନୁହଁ, ବରଂ ମୁଁ ଆପଣମାନଙ୍କୁ କେତେବେଳେ ବି ଏ ଘରୁ ବାହାର କରିଦେଇପାରେ। ତାପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯିବେ। ଆଉ ଏପଟେ ପଲ୍ଲବୀଙ୍କ ବାପାଙ୍କ ସାଙ୍ଗ କହିବେ, ପଲ୍ଲବୀ ଆଜି ମୋର ବି ତୋ ବାପାଙ୍କୁ ଦେଇଥିବା ବଚନ ପୁରା ହେଲା। ଆଉ ଶମ୍ଭୁ ମୋତେ ଦେଇ ଯାଇଥିବା ଦାୟିତ୍ୱ ବି ପୁରା ହେଲା। ଏଥର ମୁଁ ଶାନ୍ତିରେ ମରିପାରିବି ମା। ତାପରେ ପଲ୍ଲବୀ କହିଲେ, ପ୍ଲିଜ୍ ଅଙ୍କଲ, ଆପଣ ଏଭଳି କଥାବାର୍ତ୍ତା କରନ୍ତୁନି। କାରଣ ଏ ଦୁନିଆରେ ମୋ ବୋଲି ଏମିତି ଆହୁରି ଅନେକ ଝିଅ ଅଛନ୍ତି ଯେଉଁମାନେ ବାପାର ଟିକେ ସ୍ନେହ ପାଇବା ପାଇଁ ଛଟପଟ ହେଉଛନ୍ତି କିନ୍ତୁ ପାଇପାରୁନାହାନ୍ତି। ଆପଣ ମୋ ଜୀବନରେ ବାପା ଶମ୍ଭୁ ଅଙ୍କଲଙ୍କ ଅଭାବ ପୁରା କରିଦେଲେ। ତେଣୁ ପ୍ଲିଜ୍ ଏଭଳି କଥା ଆପଣ ଆପଣଙ୍କ ଜୀବନରେ କେବେ ବି କହିବେନି। ଚାଲନ୍ତୁ, ମୁଁ ଏବେ ଆପଣଙ୍କୁ ଆପଣଙ୍କ ଘରେ ଛାଡ଼ିଦେବି। ତାପରେ ମୋର ଯୁଆଡ଼େ ଯିବାର ଅଛି ମୁଁ ଯିବି। ଏହାପରେ ଅଙ୍କଲ କହିବେ, ନାଇଁ ପଲ୍ଲବୀ, ମୁଁ ତୋତେ ଏତେ ରାତିରେ କୁଆଡ଼କୁ ଯିବାକୁ ଦେବିନି। ଆଜି ରାତିଟା ତୁ ମୋ ଘରେ ରହିବୁ। ଆଉ କାଲି ସକାଳେ ହେଲେ ତୋର ଯୁଆଡ଼େ ଯିବା କଥା ତୁ ଯିବୁ। କିନ୍ତୁ ତୁ ଯେଉଁ ଲଗେଜ ଅଟୋରେ ରଖିଛୁ ଏଠି କ'ଣ ପାଇଁ ଆଣିଥିଲୁ? ତୁ କୁଆଡ଼େ ଯିବୁ ମା? ତାପରେ ପଲ୍ଲବୀ କହିବେ, ମୁଁ ମହାପାତ୍ର ଖାନଦାନର ଗାଁ ଘରକୁ ଯିବି ଅଙ୍କଲ। ସମସ୍ତେ ବାପା ଆଉ ଆଦର୍ଶକୁ ସେଇଠି ନେଇଯାଇଛନ୍ତି। ତ ଦର୍ଶକ ବନ୍ଧୁ, ରୂପସା କ'ଣ ସତରେ ସମସ୍ତଙ୍କ ଘରୁ ବାହାର କରିଦେବେ? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବେ ଜଣାନ୍ତୁ।